अरे मो बड़ भाई मो प्रेम को जमार भी स्वीकार करना एथरक मु संपूर्ण बुझीपारुछि से मते जमार भी भल पाते कहीं भल पाइबे तांकर तो पुओ संजय अच्छी से तो केवल तांकर संजय को भल पाइबे हेले आज मु जेमिति हेले जदि भाई आसबे निश्चय कहबी से बहिष्कृत मंत्री करुणाकर नारायण को मु मो हृदय भल पाए आउ मु केबे छाड़ी पारिबिनी तांको मु भल पाउछि बोली आउ बाहाबी बोली जहाँ हेले हे जाऊ किंतु मैं कथा से कहबी कहबी कहि माने कहबी हेले मो बड़ भाई कौन एक कथा स्वीकार करेंगे जहाँ ही जाओ किंतु मु तो मो प्रेम को मुझे दूरे दे पारि जेमिति हेले साहस करी मो बड़ भाई को कथा कहबा पड़ो हाँ हाँ एक कथा कहबा पड़ो केमिति कहबी मु किछि बुझी पारुनी से जेबे राज्यर बहिष्कृत अरे ये तो आम संजय पुणी से झीटा संजय रही जा सही कौन है पीसीमा संजय पीसीमा तो सांगे से झीटा पुणी किए मु तो ताको केबे देखिनी चिन्हिनी पीसीमा ए हेउचंती संगीता यांकु मु पसंद कर विवाह करछि पीसीमा कौन कहिलु आउ से हेउचंती गोटे आश्रमर अनाथिनी झियो कौन कहिलु से गोटे अनाथर झियो अरे शेषर तो गोटे अनाथिनी झियो को बाहाई आसिलु पीसीमा जार कि माँ बापार परिचय नहीं छी 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 संजय छी तो टे लज्जा लगे कथा पीसीमा तू पुणी शेष या कम कलु अरे तू हेउच गोटे राजा घर पुओ जानी पीसीमा आउ तोरे मन रखा उचित जे छोट बड़ धनी गरीब अरे सी हूँ गोटे अनाथिनी झील पीसीमा ताको तू बाहा ही पारिलु केमिति संजय पीसीमा तोते गोटे कथा बुझे रखुची तू ए राज्यर राजा हबु दिने पुणी मो भाई तू पुओ माने ए राज्यर सबु अधिकार तो ऊपर तू पुणी एमिति निच काम कर पारिलु छी 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 संजय तू तो बापार मुंड को तल करदेलु एबे आमर घर मान सम्मान इज्जत रहिला कौठी ए राज्य रे तो बापा को लोके भगवान ठु अधिक पूजा करती तांको इज्जत रहिला कौठी से आ मुंड टेकी बाट चली पारिबे तू एई काम करबे आगरो टे भाबिबा कथा छी 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 संजय छी मु केबे भी आशा कर नथिली जे तू भी यही काम करिबो बोली तोठू केबे मोर एई आशा थिला मंजरी संजय जहा करछि से ठीक करछि बापा घेन बापा प्रणाम उठ बापा मो पो जहा करछि ठीक करछि कौन कहलो भाई मंजरी माने तुम पो जहा करछि ठीक करछि माने
ସେ ତମ ପୁଅ ବୋଲି ତମେ ତା ସପକ୍ଷ ନେଉଛ। ମୁଁ ତୁମ ଭଉଣୀ ବୋଲି ମୋ ବିଷୟରେ ତମେ କିଛି ଭାବୁନ। ମଞ୍ଜରୀ ମାନେ ସେ ହଉଛି ତମ ପୁଅ, ମାନେ ଯାହା କଲେ ବି ଠିକ। ସେ ଯଦି ତମ ବଡ଼ ପୁଅ, ମୁଁ ବି ତମ ଭଉଣୀ ହିସାବରେ ତମ ଝିଅ ସାଙ୍ଗରେ ସମାନ। ଆମ ବାପା ମା ମରିଗଲା ଦିନଠୁ ମୁଁ କ'ଣ ତମକୁ ମୋ ବାପାଠୁ କମ୍ ସମ୍ମାନ ଦେଇ ଆସିଛି? ହେଲେ ଭାଇ, ଯଦି ତମ ପୁଅ ତା ନିଜ ସ୍ୱଇଚ୍ଛାରେ ଗୋଟେ ଝିଅକୁ ଘରକୁ ଆଣିପାରେ, ତାହେଲେ ବି ମୋର ଗୋଟେ ଇଚ୍ଛା ଅଛି, ମୁଁ ବି ମୋ ନିଜ ଇଚ୍ଛାରେ ଗୋଟେ ବରପାତ୍ର ଖୋଜିବି। ମଞ୍ଜରୀ ମୁଁ ତତେ ସେଇ ଅଧିକାର ଦେଇପାରିବିନି। କାହିଁକି ଭାଇ, କାହିଁକି ଦେଇପାରିବେନି? ମଞ୍ଜରୀ ତୁ ଗୋଟେ ଝିଅ ହିସାବରେ ରହ, କିନ୍ତୁ ମୋ ପୁଅ କାଲି ମୋ ଜାଗାରେ କାଲି ସେ ରାଜା ହେବ। ଆଉ ସେ ଭଲ ମନ୍ଦ ବିଷୟରେ ଠିକ୍ ଜାଣିଛି। ଆଉ ସମାଜରେ ଏଇ ଧାରଣା ସୃଷ୍ଟି କରିଦେଇଛି, ଏଇ ଉଦାହରଣ ସୃଷ୍ଟି କରିଦେଇଛି ଯେ ଭଲ ମନ୍ଦ ଛୋଟ ବଡ଼ ଜାତିରେ କେହି ନାହାନ୍ତି। ଯଦି ଆମେ ରାଜା ହେଇ ଭଲ ମନ୍ଦ ଛୋଟ ବିଚାର ଦେଖିବା, ତାହେଲେ ସମାଜରେ ଦଙ୍ଗା ସୃଷ୍ଟି ହେଇଯିବ। ଆଉ ମୋ ପୁଅ ଯାହା କରିଛି ସେ ଠିକ୍ କରିଛି। ଆଉ ଯଦି ସେ ଯାହାକୁ ବି ବୋହୂ କରି ନେଇକି ଆସିଛି, ମୁଁ ଭାବୁଛି ସେ ସୁଲକ୍ଷଣୀ ଭଲ ଝିଅଟେ ହେଇଥିବ ବୋଲି। ହେଲେ ମଞ୍ଜରୀ ମୁଁ ଦେଖୁଛି ଧୀରେ ଧୀରେ ତୁଇ ବହୁତ ବଢି ଯାଉଛୁ, ବହୁତ କଥାବାର୍ତ୍ତା କରୁଛୁ, ମତେ ଭଲ ମନ୍ଦ ଭଲ ବିଚାର ଦେଖାଉଛୁ। ମାନେ ସେ ତମ ପୁଅ, ମାନେ ସେ ଯାହା କଲେ ବି ଠିକ। ଆଉ ମୁଁ କ'ଣ ତମ ଝିଅ ନୁହଁ? ମତେ କ'ଣ ସେ ଅଧିକାର ନାହିଁ? ମଞ୍ଜରୀ ମୁଁ ତତେ ସେ ଅଧିକାର ଦେଇପାରିବିନି। କାହିଁକି ଭାଇ, କାହିଁକି ଦେଇପାରିବିନି ମତେ? ତାହେଲେ ତୁ ମତେ ଭଲ ମନ୍ଦ ବିଚାର ଦେଖେଇବୁ, ତୁ ମତେ ଭଲ ମନ୍ଦ ବିଚାର ବୁଝେଇବୁ। ହଁ ଭାଇ, ହଁ, ତମେ ମୋ ପ୍ରତି ଅନ୍ୟାୟ କରୁଛ। ତମେ ବିଲକୁଲ ମତେ ଭଲ ପାଅନି। ଯଦି ମତେ ଭଲ ପାଉଥାନ୍ତ ତାହେଲେ ମୋ ବିଷୟରେ ଟିକେ ଭାବନ୍ତ। ତମେ ତ କେବଳ ତମ ସଞ୍ଜୟ ବିଷୟରେ ଭାବିଲ, ମୋ ବିଷୟରେ ଭାବିଲ କେତେବେଳେ? ମଞ୍ଜରୀ ମୁଁ ଦେଖୁଛି ଦିନୁ ଦିନ ତୁ ବହୁତ ବଢି ଯାଉଛୁ, ବହୁତ କଥାବାର୍ତ୍ତା କହୁଛୁ, ଆଉ ତୋର ଲକ୍ଷଣ ଠିକ ନାହିଁ। ନା ଭାଇ, ଯାହା ହେଇଯାଉ, କିନ୍ତୁ ମୁଁ ମୋ ନିଜ ବର ନିଜେ ଖୋଜିବି। ଅଲକ୍ଷଣୀ କଲଙ୍କିନି ଜବାବ ଦେଉଛୁ ମୋ ମୁହଁରେ ତୁହିରେ, ଅଲକ୍ଷଣୀ କଲଙ୍କିନି ଜବାବ ଦେଉଛୁ ମୋ ମୁହଁରେ ତୁହିରେ। ଦେଖୁଛି ମୁଁ ତତେ ଯାହା ଅଛି ତୁ ତାହା କହି ଯାଉଅଛୁରେ। ଅଲକ୍ଷଣୀ କଲଙ୍କିନି ଜବାବ ଦେଉଛୁ ମୋ ମୁହଁରେ ବଢି ବଢିରେ। ମଞ୍ଜରୀ ମୁଁ ଦେଖୁଛି ଧୀରେ ଧୀରେ ତୋର କଥାବାର୍ତ୍ତା କହିବା ଠିକ ନୁହେଁ, ତୋର ଲକ୍ଷଣ ଠିକ ନାହିଁ। ମଞ୍ଜରୀ ପାରୁଛୁ ଯଦି ମୋ ପୁଅ ବୋହୂକୁ ବନ୍ଦାପଣା ଦେଇ ଘରକୁ ନେଇକି ଯା, ନଚେତ୍ ଚୁପ ରହ। ନା ଭାଇ, ମୁଁ ସେ କାମ କେବେ କରିପାରିବିନି। ସଞ୍ଜୟ ବାପା ଚାଲ ରେ ବାପା, ଯିବା ଚାଲ। ଚାଲନ୍ତୁ ବାପା। ମୁଁ ତ ଭାବୁଥିଲି ମୋ ଭାଇ ମତେ ବହୁତ ଭଲ ପାଆନ୍ତି ବୋଲି,
କିନ୍ତୁ ମୋ ଭାଇ ତ ସତରେ ମୋତେ ଟିକେ ବି ଭଲ ପାଆନ୍ତିନି। ସେ ମୋତେ ହ୍ୟାଲୋ ଏ ମଞ୍ଜୁରୀ ହରି କଣ ତମେ ଭାବୁଛ? ଆରେ କରୁଣା କର ତମେ। ଆରେ ଚୁପ୍ 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 ଆସ୍ତେ ଆସ୍ତେ କୁହ। ମୋ ରାଜାଙ୍କ ଭୟରେ ଲୁଚି ଛପି ତମରି ପାଖକୁ ଆସିଛି। ହଉ ମୁଁ ଆଉ ସେ ମହାମନ୍ତ୍ରୀ ହେଇକି ରହିଲି। ମୋ ପରା ବିତାଡ଼ିତ ମହାମନ୍ତ୍ରୀ। ହଁ ଯେ ଗୋଟିଏ କଥା। ହରେ କଣ କଥା? ତମେ ଯୋଉ କଥା କହୁଥିଲ ସେଇ କଥା ସମ୍ପୂର୍ଣ୍ଣ ଭାବେ ଠିକ୍। ମୋ ଭାଇ ନା ମୋତେ ଜମାରୁ ଭଲ ପାଆନ୍ତିନି। ସେ କଥା ମୁଁ ଏବେ ବି ଜାଣିପାରୁଛି। ମୁଁ ଅନେକ ଦିନ ହେଲା ଏ କଥା ଜାଣି ସାରିଛି। ପୁରୀ ତମ ଭାଇଟା ତମକୁ ଜମାରୁ ଭଲ ପାଆନ୍ତିନି। ହଁ କରୁଣା କର ସେ କେବଳ ତାଙ୍କ ପୁଅ ସଞ୍ଜୟକୁ ହିଁ ଭଲ ପାଆନ୍ତି। ସଞ୍ଜୟ? ଅରେ କୋଉ ସଞ୍ଜୟ କଥା କହୁଛନ୍ତି? ଆରେ ମୋ ଭାଇଙ୍କ ବଡ଼ ପୁଅ ସଞ୍ଜୟ। ଆରେ ସଞ୍ଜୟକୁ ତ ମୁଁ ହତ୍ୟା କରି ଦେଇଥିଲି। ସେ ପୁଣି ବଞ୍ଚିଛି। ଆରେ କଣ ଭାବୁଛ ତମେ? ନାଇଁ ନାଇଁ କିଛି ନାହିଁ। ହେଲେ ସଞ୍ଜୟ ଯୋଉ ଝିଅଟାକୁ ଆଣିଛି, ଆରେ କୋଉ ରାଜ୍ୟର ରାଜକୁମାରୀ? ଆରେ ସେ ବା ସେଇ ଆମର କୋଉ ଅନାଥ ଆଶ୍ରମ ବାବା ରାମାନନ୍ଦଙ୍କ ଝିଅକୁ ବାହା ହେଇ ଆଣିଛି। ଠିକ୍, ମୁଁ ଜାଣିପାରିଛି। ଏଇଟା କେବଳ ସେଇ ବାବା ରାମାନନ୍ଦଙ୍କର ଗୋଟାଏ ଷଡ଼ଯନ୍ତ୍ର। ହଁ, ସେ ନିଜ ଝିଅକୁ ରାଜପୁତ୍ର ସଞ୍ଜୟ ସହିତ ବାହା କରି ବେଶ ଆନନ୍ଦରେ ରହିବାକୁ ଚାହୁଁଛି। ହେଲେ ମୁଁ ସେଇଆ ହବାକୁ ଦେବିନି। ହେଲେ ଯଦି ତମ କଥା ସତ୍ୟ ହୋଇଥାଏ, ଯଦି ଏଇ ଷଡ଼ଯନ୍ତ୍ର ସେ ବାବାର, ତାହେଲେ ଗୋଟିଏ କଥା, ତମେ ଯାଇ ସେଇ ବାବାକୁ ମାରିଦିଅ, ଆଉ ସେଇ ଆଶ୍ରମରେ ଗୋଟିଏ କୋଠା ଖୋଲିଦିଅ, ଆଉ ସୁନ୍ଦର ସୁନ୍ଦର ଝିଅମାନଙ୍କୁ ରଖି ସେଇ ଜାଗାରେ ଗୋଟିଏ ବେଶ୍ୟାଳୟ ବନେଇ ଦିଅ। ହେଲେ ଗୋଟିଏ କଥା କରୁଣା କର, ମୁଁ ତୁମକୁ ବାହା ହେବା ପାଇଁ ଯାଉଛି। ତମେ ଯେତେ ଜଲ୍ଦି ପାରୁଛ ମତେ ବାହା ହେଇ ତମ ସାଙ୍ଗରେ ନେଇଯାଅ। ବାହା ହେବାରେ କଣ ଏଇଟା ସମୟ? ଆରେ ଥାଉ, ଆଉ କୋଉଦିନ ଭଲ ତିଥି ଭଲ ନକ୍ଷତ୍ର ଦେଖି ଆମେ ବାହା ହେଇଯିବା। ନା ମୁଁ କିଛି ସୁବିଧା ନାହିଁ। ତମେ ଏଇ ମୁହୂର୍ତ୍ତରେ ଏବେ ମତେ ଏଇ ଜାଗାରେ ସିନ୍ଦୁର ପିନ୍ଧି ମତେ ବାହା ହୁଅ। ମଞ୍ଜୁ, ଆରେ ମୁଁ ଜାଣିଛି ତୁମେ ମୋ ସହିତ ବାହା ହେବା ପାଇଁ ବହୁତ ଜିଦ୍ ଧରିଛ। ନିଶ୍ଚୟ, ତାହେଲେ ବିଳମ୍ବ କାହିଁକି? ମୋ ମଥାରେ ପିନ୍ଧେଇ ସିନ୍ଦୁର। ଠିକ ଅଛି ମଞ୍ଜୁ।
ଏବେ ତମ ଇଚ୍ଛା ପୂର୍ଣ୍ଣ ହେଇଗଲା ତ? ହଁ ପୂର୍ଣ୍ଣ କର। ତମକୁ ଆଜି ମୋ ଭାଇ ବହୁତ ଖୁସି। ସତୁରି ହେଲେ ଗୋଟେ କଥା, ସେ ବାବା ରାମାନନ୍ଦଙ୍କୁ ଜମାରୁ ବି ଛାଡ଼ିବନି। ହଁ ଠିକ କହିଛ ମଞ୍ଜୁରୀ। ସେ ବାବା ରାମାନନ୍ଦକୁ ଆଶ୍ରମକୁ ଯାଇ ସେ ବାବା ରାମାନନ୍ଦକୁ ମାରି ତା ଆଶ୍ରମଟାକୁ ମୋ ହାତ ମୁଠାକୁ କରିବି। ଆଉ ସେ ଆଶ୍ରମରେ ଗୋଟେ ବେଶ୍ୟାଳୟ ଖୋଲି। ହଉ ତାହେଲେ ତମେ ତମ କାମ ଲାଗିଯାଅ, ମୁଁ ଚାଲିଲି। ଠିକ ଅଛି, ମୁଁ ମଧ୍ୟ ଅବିଳମ୍ବେ ଯାଇ ସେ ରାମାନନ୍ଦକୁ ସାକ୍ଷାତ କରୁଛି। ହଉ।